ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ ଟ୍ରକ୍ ଜବତ। ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସକାଳ ସମୟରେ ଏକ ଗୋରୁ ବୋଝେଇ ବେଆଇନ 14 ଚକିଆ ଟ୍ରକ୍ ଜବତ। 30ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଥିବା ମଙ୍ଗଳବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ପୂର୍ବରୁ ସେହି ସ୍ଥାନରୁ 2ଟି ବେଆଇନ ଗୋରୁ ଗାଡ଼ି ଜବତ ହୋଇ 70ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଥିବା ବେଳେ ପୁନର୍ବାର ମଙ୍ଗଳବାର ସକାଳୁ ଯାଜପୁର ଜିଲ୍ଲା ସୁକିନ୍ଦା ଗୋଶାଳା ଏବଂ ବଜରଙ୍ଗ କାର୍ଯ୍ୟକର୍ତ୍ତାଙ୍କ ମିଳିତ ଉଦ୍ୟମରେ ଆଉ ଗୋଟିଏ ଗୋରୁ ବୋଝେଇ ଟ୍ରକ୍କୁ ଜବତ କରି ସୁକିନ୍ଦା ପୋଲିସର ଜିମା ଦିଆହେଇଥିବା ଦେଖିବାକୁ ମିଳିଛି।